ବାଂଲାଦେଶ ହିଂସା ଭିତରେ ଅସୁରକ୍ଷିତ ହିନ୍ଦୁ ଜାଳିଲେ ଘର ଭାଙ୍ଗିଲେ ମନ୍ଦିର। ଶେଖ୍ ହସିନାଙ୍କ ଇସ୍ତଫା ପରେ ବାଂଲାଦେଶ ହିନ୍ଦୁଙ୍କ ଉପରେ ଆକ୍ରମଣ ତୀବ୍ର ହୋଇଛି। ବାଂଲାଦେଶ ହିଂସା ଥମିବାର ନାଁ ନେଉନି। ସୋମବାର ଶେଖ୍ ହସିନାଙ୍କ ଇସ୍ତଫା ଦେଶ ଛାଡି ପଳାୟନ ପରେ ନୂଆ ସରକାର ଗଠନ ହୋଇଛି। ଏହାରି ଭିତରେ ବାଂଲାଦେଶରେ ହିନ୍ଦୁମାନଙ୍କୁ ଟାର୍ଗେଟ କରାଯାଇଛି। କେବଳ ଏତିକି ନୁହେଁ, ହିନ୍ଦୁମାନଙ୍କ ଘରେ ପଶି ଦୁର୍ବୃତ୍ତ ମାନେ ଲୁଟପାଟ କରିବା ସହିତ ଦୁଷ୍କର୍ମ ଭଳି ମାମଲା ମଧ୍ୟ ସାମ୍ନାକୁ ଆସିଥିଲା। ଏହା ବ୍ୟତୀତ ଅନେକ ସ୍ଥାନରୁ ହିନ୍ଦୁମାନଙ୍କ ଉପରେ ମାଡ଼ ମରାଜି ଯାଇଥିବା ଭଳି ଖବର ମଧ୍ୟ ଆସୁଛି। ବର୍ତ୍ତମାନ ସୋସିଆଲ ମିଡିଆରେ ବାଂଲାଦେଶରେ ହିନ୍ଦୁ ମାନଙ୍କ ପ୍ରତି ଅତ୍ୟାଚାର ଭିଡିଓ ଭାଇରାଲ ହେବାରେ ଲାଗିଛି। ମନ୍ଦିରରେ ନିଆଁ ଲଗାଇଥିବା ସହିତ ଭଙ୍ଗାରୁଜା କରାଯାଇଥିବା ଭଳି ମାମଲା ଦେଖିବାକୁ ମିଳିଛି। ଆୱାମୀ ଲିଗ ସହିତ ଥିବା ଅନେକ ନେତାଙ୍କ ଘରେ ନିଆଁ ଲଗାଇ ଦିଆଯାଇଛି। ବାଂଲାଦେଶ ଇସଲାମିକ ମୌଳିକବାଦୀ ସଂଗଠନ ଢାକା ଧାନ ମଣ୍ଡିରେ ଥିବା ବାଂଲାଦେଶୀ ପ୍ରସିଦ୍ଧ ଗାୟକ ରାହୁଲ ଆନନ୍ଦଙ୍କ 140 ବର୍ଷ ପୁରୁଣା ଘର ଉପରେ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ଜଣେ ହିନ୍ଦୁ ଗାୟକଙ୍କ ଘରେ ନିଆଁ ଲଗାଇ ଦେଇଥିବାର ଖବର ମଧ୍ୟ